ହାତରେ ଯେ ଗୋଟେ ଆଇପିଏସ୍ ଅଫିସର ଭି ପୂରଣ କୁମାର ବୋଲି ହରିୟାଣା କ୍ୟାଡର ଆଇପିଏସ୍ ଅଫିସର ସିଏ ମଧ୍ୟ ଏ ଜାତିର ବାଛ ବିଚାରରେ ଗୋଟେ ଆଇପିଏସ୍ ଅଫିସର ଲୋକ କହନ୍ତି ଯେ ଅଫିସର ହେଇଗଲ ଜଜ୍ ହେଇଗଲ ତମକୁ କଣ କିଏ ଜାତି କରୁଛି କଣ କରୁଛି ତାଙ୍କୁ ଜାତି ପ୍ରତି ଏତେ ଜୋରେ ପ୍ରତାଡ଼ିତ କରାହେଲା ଜଣେ ଆଇପିଏସ୍ ଅଫିସର ପୋଲିସ ଅଫିସର ସେ ଏତେ ଜୋରେ ମାନସିକ ସ୍ତରରେ ଦୁର୍ବଳ ହେଇଗଲେ ଜାତି ପ୍ରଥା ଅସ୍ପୃଶ୍ୟତାକୁ ନେଇ ବାଛ ବିଚାରକୁ ନେଇକି ତାଙ୍କ ବିଭିନ୍ନ ସମସ୍ୟା ନେଇକି ସେ ଶେଷକୁ ନିଜ ସର୍ଭିସ ରିଭଲଭରରେ ନିଜକୁ ଗୁଳି ମାରିକି ମଧ୍ୟ ଆତ୍ମହତ୍ୟା କଲେ। ଆତ୍ମହତ୍ୟା ତ କଲେ କଲେ ତା ଦେହରେ ସିଏ ପାଖାପାଖି 12-15 ଜଣ 15 ଜଣ ଲୋକଙ୍କୁ ତା ଦେହରେ ମଧ୍ୟ ତାଙ୍କ ସୁଇସାଇଡ୍ ନୋଟରେ ତାମାନଙ୍କ ନାଁ ଲେଖିଛନ୍ତି କୋଉ କୋଉ ଅଫିସର ମାନେ ତାଙ୍କ ପ୍ରତି 8 ଜଣ ଅଫିସର କରୁଛନ୍ତି ଯୋଉମାନେ ଆଇଏଏସ୍ ଅଫିସର ଅଛନ୍ତି ଇନକ୍ଲୁଡିଂ ଡାଇରେକ୍ଟର ଜେନେରାଲ ଅଫ ପୋଲିସ ଯେ ଶତ୍ରୁଜିତ କାପୁର ତାଙ୍କ ନାଁ ମଧ୍ୟ ସେ ତାଙ୍କର ଏଥିରେ ନ୍ୟାୟ ପାଇଲେନି ତାଙ୍କ ନାଁ ମଧ୍ୟ ଲେଖିଛନ୍ତି ଇଭିନ ତାଙ୍କର ଯୋଉ ଇମିଡିଏଟ ସେଇ ଯୋଉ ରୋହତକ ର ଯେ ଏସପି ଥିଲେ ତାଙ୍କ ନାଁ ମଧ୍ୟ ଲେଖିଛନ୍ତି ଯେ ସିଏ ମତେ ମଧ୍ୟ ହାରାସ କରୁଛନ୍ତି ସେ ଗୋଟେ ଡିଆଇଜି ଲେବୁଲ ଅଫିସର ଥିଲେ ଆଇଜି ଲେବୁଲ ସରି ସେ ଆଇଜି ଲେବୁଲ ଅଫିସର ଥିଲେ ତାଙ୍କୁ ମଧ୍ୟ ଏମିତି ହଇରାଣ କରୁଛି ବୋଲି ସେ ମଧ୍ୟ ହେଇଛି ଏବେ ଖବର ମିଳୁଛି ଯୋଉ ରୋହତକର ଏସପି ଯୋଉ ନରେନ୍ଦ୍ର ବ୍ରିଜାନିଆ ତାଙ୍କୁ ଏବେ ଟ୍ରାନ୍ସଫର କରିଦେଇଛନ୍ତି ମାତ୍ର ଏବଂ ଯୋଉ ଲୋକ ନାଁରେ ସବୁ ଏଫଆଇଆର ଦେଇ ତା ଦେହରେ ତାଙ୍କ ସ୍ତ୍ରୀ ଯେ ସେ ତାଙ୍କ ନାଁରେ ତାଙ୍କ ସ୍ତ୍ରୀ ମଧ୍ୟ ଜଣେ ଆଇଏଏସ୍ ଅଫିସର ମାନେ କୋଉ ଭଳିଆ ପରିବାର ସେ ମଧ୍ୟ ଜାତି ପ୍ରଥାର କୁଚିତ ଇଏର ଶିକାର ହେଇକି ମଧ୍ୟ ଆତ୍ମହତ୍ୟା ଭଳିଆ ଗୋଟେ ମାନେ କଡା ପଦକ୍ଷେପ ମାନେ ଯୋଉ ଚରମ ପଦକ୍ଷେପ ନେଇଛନ୍ତି ତେଣୁ ଏଥିରୁ ଆପଣ ଜାଣିପାରୁଥିବେ ଦର୍ଶକ ବନ୍ଧୁ ଜାଣିପାରୁଥିବେ କିଭଳିଆ ଜାତି ପ୍ରଥା ଜିନିଷଟା ମଧ୍ୟ ଆଧୁନିକ ସମାଜରେ ଏବଂ ଯୋଉଟା କହନ୍ତି ଶିକ୍ଷିତ ସମାଜ ବୋଲି ଆମେ ଯାହାକୁ ସୋ କଲ୍ଡ ଶିକ୍ଷିତ ସମାଜ କହୁଛୁ ତାଙ୍କ ଭିତରେ ମଧ୍ୟ ଏତେ ପ୍ରବଳ ମାତ୍ରାରେ ରହିଛି ଜାତି ଭିତ୍ତିକ ବାଛ ବିଚାର ଜାତି ଭିତ୍ତିକ ଘୃଣା ଯୋଉଟା କହିପାରିବା ସେ ଘୃଣାର ଏଇ ଯୋଉ ପରିପ୍ରକାଶ ହଉଛି ଏଇ ଜିନିଷଟା କେମିତି ବାହାରୁଛି ଆଉ ଗୋଟେ ଘଟଣା ଘଟିଛି ଜଷ୍ଟିସ ରବିଙ୍କ କଥା କହିଲି ଇଏ ଆଇପିଏସ୍ ଅଫିସରଙ୍କ କଥା କହିଲି ଆଉ ଗୋଟେ କୁହା ଯୋଉ ହରିଓମ ବାଲ୍ମିକି ବୋଲି ଜଣେ ମାନେ ଯିଏ ମେଣ୍ଟାଲି ଟିକେ ସାଉଣ୍ଡ ନୁହେଁ ମେଣ୍ଟାଲି ୱିକ୍ ସେ ମଧ୍ୟ ସେଇଭଳି ତାଙ୍କ ଘରକୁ ଫତେପୁର ବରେଲି ଯାଉଥିଲେ ସେଠି ଗଲା ପରେ ସେଠି ବାଟରେ ତାଙ୍କର ଗୋଟେ ଗୁଜବ ଚାଲିଥିଲା ଯେ ଡ୍ରୋନ ଚୋର ବୋଲି ଯେହେତୁ ମେଣ୍ଟାଲି ଅନସାଉଣ୍ଡ ଦେଖିବାକୁ ସେଇଭଳିଆ ଓବିୟସଲି ଦଳିତ ଲୋକମାନେ ଦେଖିବାକୁ ଟିକେ ଅନଆଟ୍ରାକ୍ଟିଭ ଥାଆନ୍ତି ଫେୟାର ସ୍କିନ୍ ତାଙ୍କର ନଥାଏ ସେଥିପାଇଁ ତାଙ୍କୁ ଧରିକି ପଚରା ଉଚରା କରିକି ତାକୁ ମଧ୍ୟ ସେଠି ହତ୍ୟା କରାଯାଇଛି ମାନେ ଏଇଭଳିଆ ଗୁଜବରେ ଲୋକ ମଧ୍ୟ ତା ଦେହରେ ଗୁଜବର ଯୋଉ ପ୍ରଭାବରେ ଆସିକି କିଛି ନ ବୁଝି ନ ଶିଖି ଯୋଉ କହନ୍ତିନି ଦଙ୍ଗା ଭଳିଆ ଜିନିଷ ଯୋଉ କ୍ରାଉଡ ଜଷ୍ଟିସ ସେଇଟା ତାଙ୍କୁ ମାନେ ଅତି ବିଭତ୍ସ ଭାବରେ ହତ୍ୟା କରିକି ତାଙ୍କୁ ଯାଇଛନ୍ତି ଏସବୁ ଘଟଣା କିଛିଟା ଆମର ସମାଜରେ ଯୋଉ ପ୍ରକାର ସବୁ ମାନସିକତା ଲୋକ ଅଛନ୍ତି ତାଙ୍କର ସବୁ ପ୍ରକୃତି ଉପରେ ମଧ୍ୟ ପ୍ରକୃତି କିଭଳି ତାର ପ୍ରଦର୍ଶନ ମାନେ କରୁଛନ୍ତି ଏଠି ତେଣୁ ଏ ବିଷୟରେ ଏତିକି ମୁଁ କହୁଛି ଆମ ସହିତ ଏବେ ଯୋଡି ହେଇଛନ୍ତି ଜଣେ ଆମର ଗେଷ୍ଟ ଯୋଡି ହେଇଛନ୍ତି ଅତିଥି ତାଙ୍କ ନାଁ ହଉଛି ମହାନନ୍ଦ ତରଣ ମହାନନ୍ଦ ତରଣ ଆପଣଙ୍କୁ ସ୍ୱାଗତ କରେ ଆପଣ ଅନମ୍ୟୁଟ କରନ୍ତୁ। ହ୍ୟାଲୋ ମହାନନ୍ଦ ତରଣ ଆପଣ ଶୁଣିପାରୁଛନ୍ତି କି? ନାଇଁ ସେ ଶୁଣି ପାରୁନାହାନ୍ତି ଯଦି ଶୁଣିପାରୁଥିବେ ଅନମ୍ୟୁଟ କରନ୍ତୁ ଆପଣ କଣ ପ୍ରଶ୍ନ ବା କଣ କହିବାର ଅଛି କୁହନ୍ତୁ। ନାଇଁ ମହାନନ୍ଦ ଚରଣ ଶୁଣି ପାରୁନାହାନ୍ତି ତାଙ୍କର ବୋଧେ ଅଡିଓ ଡିଭାଇସ ପ୍ରୋବ୍ଲେମ ଥାଇପାରେ ଠିକ ଅଛି। ଦିତିଙ୍କର ଦେଖନ୍ତୁ ତାଙ୍କର କଣ ସମସ୍ୟା କଣ ଅଛି କାହିଁ ସେ ନାଇଁ ଅନମ୍ୟୁଟ ସେ କରିପାରନ୍ତି ଆପଣ ତାଙ୍କର ଅନମ୍ୟୁଟ ସିଏ କରିପାରିବେ ସିଏ କଲେ ଯାଇ ହବ ତାପରେ ଯାଇ ଆମେ କରିପାରିବୁ ନହେଲେ ହବନି। ନହେଲେ ହବନି ଠିକ ଅଛି ତାହେଲେ ଆପଣଙ୍କର କଣ ମତ ଯୋଉ ଜାତି ପ୍ରଥା ଆପଣ ତ ଅଛନ୍ତି ସମାଜରେ ଅଛନ୍ତି ନାଇଁ ଦେଖୁଥିବେ କୋଉଠି କଣ ହଉଛି ନ ଏମିତି ତ ମୁଁ ଚାଲିଛି ଏଇ ସବୁ ଜାଗାରେ କିନ୍ତୁ ରିସେଣ୍ଟ କଥା ଲୋକଙ୍କର ଆପଣଙ୍କୁ କହିଲି ଯୋଉ ନାଇଁ ମୁଁ ତ ଦେଖୁଥିଲି ମାନେ ଗୋଟେ କଥା ବୁଝି ହଉନି ଲୋକଙ୍କର ମନରେ ଯୋଉ ଅଛି ଗୋଟେ ମାନେ ବହୁତ ଜାଗା କମେଣ୍ଟ ଆସୁଛି ମୁଁ ଦେଖୁଛି କି କୋଟା ଥିବାରୁ ଜାତି ପ୍ରଥା ଜାତିଗତ ମାନେ ଡିସ୍କ୍ରିମିନେସନ ହଉଛି କାଷ୍ଟ ଡିସ୍କ୍ରିମିନେସନ ହଉଛି କୋଟା ଅଛି ବୋଲି କିନ୍ତୁ ୟାକୁ ଏ ବିଷୟରେ ଆପଣ ଟିକେ ବିସ୍ତାର ରୂପରେ ଟିକେ କୁହନ୍ତୁ ଯୋଉମାନେ ଦେଖୁଥିବେ ତାଙ୍କ ମନରେ ଅଛି କି କୋଶ୍ଚିନ୍ ବି ଏଠି ଆସୁଥିଲା କିଏ ଜଣ କୋଶ୍ଚିନ୍ କରିଛନ୍ତି ଯାଇଥାନ୍ତୁ ହଁ କିଏ ଇସଲାମ ଧର୍ମ ଉପରେ ଲେଖିଦେଇଛି ଜଣେ ଉର୍ମିଲା ବାରିକ ବୋଲି
ଇସଲାମ ଧର୍ମରେ 72 ପ୍ରକାର ଫିରକା ବା ଜାତି ଅଛି। ଆଉ ସେ ଲେଖୁଛନ୍ତି ବୁଦ୍ଧ ଧର୍ମରେ ହୀନଜନ ମହାଜନ ପରି ବହୁ ପ୍ରକାର ଜାତି ଅଛି। ଠିକ ଅଛି ତ ସେ ତାକୁ ଇଏ କରିବା, କିନ୍ତୁ ଯୋଉ କୋଟା କଥାକୁ ନେଇ କହୁଛନ୍ତି କୋଟା ନଉଛ ବୋଲି ଜାତି ଅଛି, ମାନେ ତା ପାଇଁ ଜାତିବାଦ ହଉଛି। ଏହା ବିଷୟରେ ଆପଣଙ୍କ ଟିକେ ରଖନ୍ତୁ ମତାମତ। ସିମ୍ପଲ ତାର ଉତ୍ତର ଗୋଟିଏ ତାର ହଉଛି ଯେ କୋଉଟା ଆଗ ଆସିଲା, ଜାତି ପ୍ରଥା ଆଗ ଆସିଲା ନା କୋଟାଟା ଆଗ ଆସିଲା? ଯେହେତୁ ଜାତି ପ୍ରଥା ରହିକି ସାମାଜିକ ଅର୍ଥନୈତିକ ଉତ୍ପୀଡନ ହଉଛି, ସାମାଜିକ ଅର୍ଥନୈତିକ ସ୍ତରରେ ଏମାନେ ପଛୁଛନ୍ତି, ତାଙ୍କୁ ପାଠ ପଢିବା, ସମ୍ପତ୍ତି ରଖିବା, ଏସବୁ କି ଜ୍ଞାନ ଅର୍ଜନ କରିବା, ଏସବୁ ଆଙ୍କୁ ବାରଣ କରାଯାଇଛି। ତେଣୁ ଏମାନେ ଅବଭିୟସଲି ପଛରେ ରହିବେ, ସାଧାରଣ କଥା। ତେଣୁ ଆଙ୍କର ସେଇ ଶୈକ୍ଷିକ ବା ଅର୍ଥନୈତିକ ଯୋଉ ପୃଷ୍ଠଭୂମି କି ଉନ୍ନତି କରିବା ପାଇଁ କି ଅନ୍ୟମାନଙ୍କ ସହିତ ସମାନ କରିବା ପାଇଁ ରିଜର୍ଭେସନ ହଉଛି ଗୋଟେ ବ୍ୟବସ୍ଥା। ତେଣୁ ଇଏ ବ୍ୟବସ୍ଥା ରିଜର୍ଭେସନ କୋଉଠି ରଖା ହେଇଛି? କେବଳ ଶିକ୍ଷା କ୍ଷେତ୍ରରେ। ଆଉ ଶିକ୍ଷା ଗୋଟେ କ୍ଷେତ୍ର, ଆଉ ଗୋଟେ ହେଲା ଚାକିରି ବା ଏମ୍ପ୍ଲୟମେଣ୍ଟ କ୍ଷେତ୍ରରେ। କୋଉ କ୍ଷେତ୍ର ନା ସରକାରୀ କେବଳ। ଶିକ୍ଷା ବି ସେଇ ସରକାରୀ କ୍ଷେତ୍ରରେ, ଅନ୍ୟ ସବୁ କ୍ଷେତ୍ରରେ ନାହିଁ। ସରକାରୀ କ୍ଷେତ୍ରରେ ଯୋଉ ଶିକ୍ଷାନୁଷ୍ଠାନ ଅଛି, ସେ ଯୋଉ ଶିକ୍ଷାନୁଷ୍ଠାନ ହଉ ସେଥିରେ ବ୍ୟବସ୍ଥା ଅଛି। ସେ ପୁଣି ଡିଫରେଣ୍ଟ ପରସେଣ୍ଟେଜ ମଧ୍ୟ କମ ଅଛି, ସେ ତ ଅଲଗା କଥା ବିଚାର କରିବା। ଆଉ ଗୋଟେ ହେଲା ଚାକିରୀ କ୍ଷେତ୍ରରେ, ଚାକିରୀ କ୍ଷେତ୍ରରେ କୋଉଟା ନା ସରକାରୀ ଚାକିରୀ କ୍ଷେତ୍ରରେ। ଆଉ ଗୋଟେ ରହିଲା ହଁ ସେ ରାଜନୈତିକ ସଂରକ୍ଷଣ। ସରକାରୀ ଚାକିରି କହିବାକୁ ଗଲେ ତ ଟୋଟାଲି 2%, ଆଉ ତ 98% ସବୁ ହଁ କମ୍ପାନୀ ପ୍ରାଇଭେଟ ଯେତେକ ଆମର ସେକ୍ଟର। ରୋଜଗାର, ଯେତେକ ଆମର ରୋଜଗାର କରିବାର ବ୍ୟବସ୍ଥା ଅଛି, ତା ଦେହରୁ ମାତ୍ର 1.5% ବର୍ତ୍ତମାନ ସରକାରୀ ଚାକିରି। ବର୍ତ୍ତମାନ ତ ଗୁଡାଏ ଜିନିଷ ପ୍ରାଇଭେଟାଇଜ ହେଇଗଲା ସରକାରୀ ଜିନିଷ ଗୁରା। ବର୍ତ୍ତମାନ 1.5% ହଉଛି କେବଳ ହିଁ ରିଜର୍ଭ କଣ ସରକାରୀ ଚାକିରି। ତା ଦେହରୁ ସେମାନେ ଯଦି 22% ନେଇଗଲେ ବା 50% ନେଇଗଲେ, ଯୋଉ ଓବିସି କି ମିଶେଇଲେ ମଧ୍ୟ ସେ କେତେ ହଉଛି? ଓବିସି ଏବେ ବି ତ ଇଡବ୍ଲ୍ୟୁଏସ ବାଲାଙ୍କ ପାଇଁ କି ହେଇଛି। କାହିଁ କେହି ତ ଇଡବ୍ଲ୍ୟୁଏସ ବିରୁଦ୍ଧରେ କହୁନାହାନ୍ତି। ଆମ ଇଡବ୍ଲ୍ୟୁଏସ ରିଜର୍ଭେସନ ହେଲାଠୁ ଆମର ଧନୀ ଗରିବ ଭେଦଭାବ ସୃଷ୍ଟି ହେଇଯାଉଛି ବୋଲି। ଏଇଥିରୁ ଆପଣ ଜାଣିପାରୁଥିବେ ଏଇଟା କଣ ହଉଛି ନା, ତାଙ୍କର ଗୋଟେ ମାନସିକତା ରହିଛି ବହୁତ ଲୋକଙ୍କର, ଯେ ଏମାନେ ଗରିବ, ଏମାନେ ଏମିତି ଘୃଣ୍ୟ କାମ ତାଙ୍କ ମନେ, କାମ ତ କାମ, ଘୃଣ୍ୟ କାମ, ଅମକ କାମ କରନ୍ତି। ଏମାନେ ସବୁବେଳେ ତଳେ ରହିବା କଥା। ଏମାନେ କେମିତି ଆମ ସାଙ୍ଗରେ ବସି ଯାଉଛନ୍ତି, ଆମ ସାଙ୍ଗରେ ଅଫିସରେ ପଶୁଛନ୍ତି, ଆମେ ଯାଇ ତାଙ୍କୁ ଅଫିସରେ କଣ କହୁଛୁ, ଆପ୍ଲିକେସନ ଦଉଛୁ। ଏଇଟା ତାଙ୍କୁ ଗୋଟେ ଯୋଉ ତାଙ୍କର ପୂର୍ବ ନିର୍ଦ୍ଧାରିତ ଯୋଉ ମାନସିକତା ଅଛି, ସେଇଟା ମାନସିକତା ବହୁତ ଜୋରେ ଆଘାତ ଲାଗୁଛି ତାଙ୍କୁ। କିନ୍ତୁ ଆଘାତ ଲାଗିବାର କିଛି କାରଣ ନାହିଁ। ତେଣୁ ସମସ୍ତଙ୍କୁ ସମାନ ଭାବିବୁ। କେତେବେଳେ କଣ ଥିଲା ତାକୁ ଭୁଲି ଯା। ସେ ଜିନିଷ ଏବେ ଆମେ ବଡ ଥିଲୁ, ସାନ ଥିଲୁ, କଣ ଥିଲୁ, ବର୍ତ୍ତମାନ ଯୋଉଟା ବିଧି ବ୍ୟବସ୍ଥା ହେଇଛି, ଆମର ସମ୍ବିଧାନ ଅନୁସାରେ, ସେ ଅନୁସାରେ ଦେଶ ଚାଲିବ। କୌଣସି ଧାର୍ମିକ ନିୟମ ଅନୁସାରେ ତ ସରକାର ଚାଲିବନି କି ଦେଶ ଚାଲିବନି। ତେଣୁ ସେ ଅନୁସାରେ ଚାଲିବ। ତେଣୁ ସେ ଅନୁସାରେ ବିଧାନ ନେଇ କର। ତେଣୁ ଜାତି ବ୍ୟବସ୍ଥା ଟାକୁ ହଟେଇବା ପାଇଁ, ତାଙ୍କ ଭିତରେ ବାଛ ବିଚାର କମେଇବା ପାଇଁ ଯୋଉ ରିଜର୍ଭେସନ ସିଷ୍ଟମ ଟା କରାଯାଇଛି, ଏଇଥିପାଇଁ ଯେ ଆଙ୍କ ପାଖରେ ଶିକ୍ଷା ଏବଂ ସମ୍ପତ୍ତି ଆସିଲେ ଅଟୋମେଟିକ ଜିନିଷଟା ମଧ୍ୟ ଲୋକଙ୍କର ଭେଦଭାବ, ଯୋଉ ଘୃଣା କରିବା ଜିନିଷଟା ମଧ୍ୟ କମିଯିବ। ଆକ୍ଚୁଆଲି କମିଛି। ଆମେ କଣ ଏବେ ବି ଆମେ କରୁଛୁ ଯୋଉ ଷ୍ଟ୍ରିମ୍, ସେଥିରେ ଆମେ ମାନୁଛୁ ଯେ ଏଇ ଯୋଉ ବ୍ୟବସ୍ଥା ଦ୍ଵାରା 50% ବହୁତ ପରିମାଣରେ କମିଛି ଜାତି ଭିତ୍ତିକ ଭେଦଭାବ, ଅଛୁଆଁ ଯୋଉ ଆକ୍ୟୁଟ ଯୋଉଟା କହନ୍ତି, କ୍ରୁର ଏବଂ କଠୋର ଅଛି। କିନ୍ତୁ ସେଟା କମିଛି। ଲୋକମାନେ ମଧ୍ୟ ସେମିତି କିଛି ଭାବନା ସେତେ ନାହିଁ। କିନ୍ତୁ କିଛି ଲୋକ ସାଇଲେଣ୍ଟଲି ସେଇ ଜିନିଷକୁ ସପୋର୍ଟ କରୁଛନ୍ତି। କିନ୍ତୁ କମିଛି ଯେ, କିନ୍ତୁ ପୁରାପୁରି କମୁନି କି କମିବାର ମଧ୍ୟ ଆଉ ଦେଖାଯାଉନି କିଛି। ଏବେ ଯୋଉ ଭଳିଆ ଭାବରେ ସମାଜ ଗତି କରୁଛି, ଯୋଉ ଆଡିକି ଜାତିଟାକୁ ନେଇ ଯୋଉ ଗର୍ବ କରିବା ଯୋଉ ମାଇଣ୍ଡ ସେଟ ଲୋକଙ୍କର ରହିଛି, ଯେ ଆଇ ଏମ୍ ପ୍ରାଉଡ ଅଫ କିଏ କହୁଛି ବ୍ରାହ୍ମଣ, କିଏ କହୁଛି କ୍ଷତ୍ରୀୟ, କିଏ କହୁଛି ଅମକ, କିଏ କହୁଛି ସମକ। ଏ ଯୋଉ ଦେଖିବେ ଗାଡି ଫାଡିରେ ମଧ୍ୟ ଲେଖା ହଉଛି ବ୍ରାହ୍ମଣ, କିଏ ରାଜପୁତ, ଦେଖୁଛି ଅନ୍ୟ ଆଡେ, କିଏ ଭୂମିହାର, କିଏ ଜାଟ, ଗୁଜର, ଏମିତି ସବୁ ବିଭିନ୍ନ ସାର୍ ପ୍ରକାର ଗାଡି, ଯୋଉଟା କି ଲେଖିବାଟା ବି ଆଉ ଖରାପ ଜିନିଷ। ଗୋଟେ ସେଥିରେ ଆଉ ଗୋଟେ ଠିକ ଜାତିକି ଅଛି। ନେଇ ଗର୍ବ କରୁଛନ୍ତି। ହଁ, ଆଉ ଗୋଟେ କଥା, ଆମର ଯୋଉ ସବର୍ଣ୍ଣ ମାନଙ୍କର ଯୋଉ ପରସେଣ୍ଟେଜ ଦେଖିବାକୁ ଗଲେ ମାକ୍ସିମମ୍ କେତେ, 15% ହବ। ଠିକ ଅଛି। ହଁ ମ୍ୟାକ୍ସିମମ୍ 15% 15%। ହେଲେ, ଆଁ କଣ କହିଲେ? ହଁ କଣ ହ୍ୟାଲୋ। କୁହନ୍ତୁ। ହଁ କୁହନ୍ତୁ। ଶ୍ରବଣ ମାନଙ୍କର ଯୋଉଟା ଜେନେରାଲ ରହୁଛନ୍ତି, ତାଙ୍କର ପରସେଣ୍ଟେଜ ଦେଖିଲେ, ପପୁଲେସନ ପରସେଣ୍ଟେଜ ଦେଖିଲେ କେତେ ପରସେଣ୍ଟ ହବ? ମାକ୍ସିମମ୍ 15। ମାକ୍ସିମମ୍ 15% ଆସୁଛନ୍ତି। ହଁ, ସେଇ ହିସାବରେ ଯେତେବେଳେ ନିଯୁକ୍ତି ବାହାରୁଛି, ଦେଖିବ ସେମାନଙ୍କ 15% ପପୁଲେସନ ପାଇଁକି ଯୋଉ ନିଯୁକ୍ତିରେ ଦେଖିଥିବ, ସେଠି ତାଙ୍କ ପାଇଁ କମ ସେ କମ 90% ଜାଗା ରଖାଯାଇଥିବ। ଆଉ ସବୁ ଯୋଉ ରହିଲେ, ଯୋଉ କହୁଛନ୍ତି କୋଟା ଧାରି ଗଲେ, ନେଇଗଲେ, କେମିତି ନେଲେ ସେଠି?
କାରଣ ନା ତାଙ୍କର ସେଇ କଥା ପପୁଲେସନ ତ ନେଇକି ତ ତାଙ୍କର ଅଧିକା, ଏଇଟା କାହିଁକି ତାଙ୍କୁ ଦେଖାଯାଉ ନାହିଁ ଯେ ଆମକୁ କୋଉଠି ନାଇଁ ନାଇଁ